ଚାଷୀ ମାନଙ୍କର ଯୋଉ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଯୋଉ ପାଇନାହାନ୍ତି ସେଇ ପାଇଁ ଆମର ଚାଷୀ ଭାଇ ମାନେ ଏଠି ଧାରଣାରେ ବସିଛନ୍ତି। ଆମେ ମ୍ୟାନେଜମେଣ୍ଟକୁ ଲେଖିଛୁ, ତାଙ୍କୁ ଆଗରୁ ବି ଜଣେଇଥିଲୁ। ତାଙ୍କୁ 3 ଦିନ ଭିତରେ କମ୍ପେନସେସନ ଦେବା ପାଇଁ ଲେଖିଛୁ। ଯଦି ସେମାନେ ସେତିକି ଦିନ ଭିତରେ ଦେବେ ନାହିଁ, ଆମେ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ସୋ କଜ୍ କରିକି ତାଙ୍କୁ ମ୍ୟାନେଜମେଣ୍ଟକୁ ଭାଙ୍ଗିକି ଆମ ଆଡମିନିଷ୍ଟ୍ରେଟରଙ୍କୁ ରିପ୍ଲେସ୍ କରିକି ଆମେ କମ୍ପେନସେସନ ଦେବା ପାଇଁ ବ୍ୟବସ୍ଥା କରିବୁ। এটা ଗୋଟେ ପୁରୁଣା ଇସ୍ୟୁ, ଟେକ୍ନିକାଲ ସହିତ ସେଇ ଟାଇମରେ ରହିଥିବେ, ମାନେ କିଛି କର୍ମଚାରୀ ବୋଧେ ଭୁଲ କରିଛନ୍ତି, ସେଇ ପାଇଁ ଏଇ ଅସୁବିଧାଟା ହେଇଛି। ବର୍ତ୍ତମାନ ମୁଁ କହିଲି, ଆମେ ତାଙ୍କୁ ଚିଠି କରିଛେ 3 ଦିନ ଭିତରେ ଦେବା ପାଇଁ ଚିଠି କରିଛେ। ଯଦି ସେଇ ଭିତରେ ଦେବେ ନାହିଁ, ଆମେ ଆଇନ ଅନୁସାରେ ତାଙ୍କୁ କମ୍ୟୁନିଟିକୁ ଡିଜଲ୍ଭ କରିବା ପାଇଁ ବ୍ୟବସ୍ଥା କରିବୁ। ଆଉ ଆମର ଜଣେ ଆଡମିନିଷ୍ଟ୍ରେଟରକୁ ପ୍ଲେସ୍ କରିକି ସେଠି ତାର ପେମେଣ୍ଟ କରିବାର ବ୍ୟବସ୍ଥା କରିବୁ। ସେଇଟା ଆମେ ସେଇ ଅନୁସାରେ ଆମେ ଆଇନ ଅନୁସାରେ ତାର କ'ଣ ହେଇପାରିବ ତା ବିରୋଧରେ ଆକ୍ସନ ନେବୁ। ଚାଷୀ ଭାଇ ମାନଙ୍କୁ ମୁଁ ଅନୁରୋଧ କରୁଛି, ଆଉ ସେଇ ପାଇଁ ମୁଁ ଆସିଛି ଯେ ସେମାନଙ୍କୁ ମୋର ଅନୁରୋଧ, ବର୍ତ୍ତମାନ ସେମାନେ ଏଠି ତ ଧାରଣାରେ ଓହରି ଯାଆନ୍ତୁ ଆଉ ଆମକୁ ସହଯୋଗ କରନ୍ତୁ। ସମାଧାନ ଖୁବ୍ ଶୀଘ୍ର ହେଇଯିବ। ସେମିତି ଯଦି ମ୍ୟାନେଜମେଣ୍ଟ ଯଦି ଆମ ଚିଠି ଅନୁସାରେ ସେ ଦେବ, ତାହେଲେ ତ ଏଇ 3 ଦିନ ଭିତରେ ଆମେ ଯୋଉ ଲେଖିଛୁ ଦେବ। କିନ୍ତୁ ଯଦି ସେ ଭିତରେ ନଦେଲା, ଆମର କିଛି ଦିନ ଆଉ ଅଧିକ ସମୟ ଲାଗିବ। ଆମ ଆଇନ ଅନୁସାରେ ଆଗକୁ ପ୍ରୋସିଡ୍ କରିବୁ। ସେମିତି ମିନିମମ୍ ଆମେ 7 ଦିନ ସକଜ ପାଇଁ ଟାଇମ୍ ଦେଲେ, ସକଜ ସେଟା ଆଇନ ଅନୁସାରେ ସେମିତି କରିବା ହିଁ ପଡ଼ିବ। ତେଣୁ ଆମେ ସବୁ ଚାଷୀ ଭାଇ ମାନଙ୍କୁ ମୁଁ ଅନୁରୋଧ କରୁଛି, ସେମାନେ ଏଇ ଧାରଣାଟା ପ୍ରତ୍ୟାହାର କରନ୍ତୁ। ଆମେ ତାଙ୍କୁ ସବୁ ପ୍ରକାର ସାହାଯ୍ୟ କରିବା ପାଇଁ ଆମେ ତାଙ୍କ ସାଥିରେ ରହିବୁ। ପୂର୍ବରୁ 3 ଦିନ ତଳେ କଲେକ୍ଟର ମହୋଦୟ ଆମକୁ ଡାକିଥିଲେ ଚାଷୀ ନେତୃତ୍ୱକୁ, ଆଉ କୃଷକ ମୋର୍ଚ୍ଚାର ସଭାପତି ଅଶୋକ ରାଉଳ ମଧ୍ୟ ସେଥିରେ ଉପସ୍ଥିତ ଥିଲେ। କୃଷକମାନଙ୍କ ସମସ୍ୟା ନେଇ ସେ ମଧ୍ୟ ଉପସ୍ଥିତ ଥିଲେ। ଏଇ ଯେଉଁ 12 ଦିନ ହେଲା ଆମର ଗଣଧାରଣା ଥିଲା ଯେ ଆମର ଯେଉଁ ପ୍ରାପ୍ୟ ପାଇବା କଥା, ବାଲିସାହି ବଳସାହି କଥା ବାରମ୍ବାର ମିଡ଼ିଆ ଆଗରେ କହିସାରିଛୁ। ଆଉ ଆଜି ଆମର ଡିଆର୍ସି ମହୋଦୟ ଆସିଥିଲେ, ଆମକୁ ଉଠାଇବା ପାଇଁ ଯେଉଁ କଲ୍ ପାଇଁ ପ୍ରୟାସ କଲେ, ଆମକୁ ବୁଝେଇଲେ, ରିକ୍ୱେଷ୍ଟ କଲେ। ଆଉ 3 ଦିନ ଭିତରେ ଦିଆ କରିବା ପାଇଁ ଆମର ଯେଉଁ ବୋର୍ଡ ବା ସେକ୍ରେଟାରୀ ମାଧ୍ୟମରେ ପ୍ରୟାସ କରିବେ, ଏ ମଧ୍ୟ ସେ ମିଡ଼ିଆ ଆଗରେ କହିସାରିଛନ୍ତି। 3 ଦିନ ଭିତରେ ନହେଲେ କାର୍ଯ୍ୟାନୁଷ୍ଠାନ ବୋର୍ଡ ଉପରେ ନେବେ। ନହେଲେ ଯଦି କାର୍ଯ୍ୟାନୁଷ୍ଠାନ ନହେଲେ ଆମକୁ 7 ଦିନ ଭିତରେ ଦିଆ କରିବା ପାଇଁ ପ୍ରୟାସ କରିବେ ବୋଲି ଗଣମାଧ୍ୟମରେ କହିସାରିଛନ୍ତି। ଆମକୁ ଏ ପ୍ରତିଶ୍ରୁତି ଆଉ ଲିଖିତ ମଧ୍ୟ ଦେଇସାରିଛନ୍ତି। ବଡ଼ ଦୁଃଖର କଥା, କୃଷକମାନଙ୍କ ସମସ୍ୟା ନେଇ ଏଠି ଯେଉଁ ବୋର୍ଡଟେ ଅଛି, ଯେଉଁ ଚାଷୀମାନଙ୍କ ସମସ୍ୟା ନେଇକି ଯେଉଁ ବୋର୍ଡଟେ ଅଛି, ସେ ବୋର୍ଡର କୌଣସି କର୍ମକର୍ତ୍ତା ଏଠି ଚାଷୀମାନଙ୍କୁ ଭେଟିଲେନି, ତଥା ସେକ୍ରେଟାରୀ ତ ଭେଟିଲେନି। ଆଜି ତାଙ୍କର ଉପରସ୍ଥ ଅଫିସର ଡିଆର୍ସିଏସ୍ ମହୋଦୟ ଫୋନ୍ କଲା ପରେ ତାଙ୍କ ଫୋନ୍ଟା ରେସ୍ପଣ୍ଡ କଲେନି। ସେଥିପାଇଁ ଯେଉଁ କଲ୍ ପାଇଁ ଆଜି ଡିଆର୍ସିଏସ୍ ମହୋଦୟଙ୍କ ଅନୁରୋଧ କ୍ରମେ ଚାଷୀମାନେ ଆମେ ତାଙ୍କ କଥା ମାନିଲୁ। ତାଙ୍କ ଗଣମାଧ୍ୟମରେ ବାଇଟ୍ ଦେଲେ, ଆଉ ଲିଖିତ ପ୍ରତିଶ୍ରୁତି ଦେଲେ। ଆମକୁ ଲେଖିଦେଇ ଗଲେ ଯେ ଏ 3 ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନେବେ, 7 ଦିନ ଭିତରେ ପଇସା ଦିଆ କରିବା ପାଇଁ ପ୍ରତିଶ୍ରୁତି ଦେଲା ପରେ ଆମ ଚାଷୀମାନେ ପ୍ରତ୍ୟାହାର କଲୁ ଯେଉଁ ଗଣଧାରଣା। ମୁଁ ୟା ପୂର୍ବରୁ ତ କହିସାରିଛି, ମାନେ ଅଭିଧା ରାଜ୍ୟକୁ ପାଳବିନା ମନ୍ତ୍ରୀ ସଦସ୍ୟ ଆମ ସୋସାଇଟି ଅବସ୍ଥା କଣ ଅନୁସାରେ ବୋଧେ 24ଟା ସୋସାଇଟି ଭିତରେ ଆମର 24 ନମ୍ବର ହିଁ ରହିବ ଏ ସୋସାଇଟି। ଅବସ୍ଥା ତ ମିଡ଼ିଆ ବନ୍ଧୁମାନଙ୍କୁ ସେ ଥରେ କହିଥିଲି, ଦେଖନ୍ତୁ ଅବସ୍ଥା, ସେ ସୋସାଇଟି ଅଫିସରେ ବସିବା ମଧ୍ୟ ଏକ ଭୟ ସାପେକ୍ଷ। ଆଜି ମଧ୍ୟ ଆମେ ପ୍ରଶାସନକୁ ମଧ୍ୟ ନିବେଦନ କଲୁ, ଆଗାମୀ ଦିନରେ କେମିତି ସୋସାଇଟି ଯେମିତି ଘରଟେ ହେବ ବା ତାର ଗୋଡାଉନଟେ ହେବ, ସେଥିପାଇଁ ଆମେ କୃଷକମାନଙ୍କ ତରଫରୁ ମଧ୍ୟ ନିବେଦନ କରୁଛୁ ଭବିଷ୍ୟତ କେମିତି ସୋସାଇଟି ଘରଟେ ଠିକଠାକ ହଉ। ନିଶ୍ଚୟ ଆମର ଭରସା ରଖିକି ତ ଡିଆର୍ସିଏସ୍ ମଧ୍ୟ ଉପରେ ଆମେ ତ ପ୍ରତ୍ୟାହାର କଲୁ ଲିଖିତ ପ୍ରତିଶ୍ରୁତି ନେଲା ପରେ। ଯଦି ପ୍ରତିଶ୍ରୁତି ପାଳନ ନ କରାଯାଏ, ନିଶ୍ଚୟ ଆଉ ଟିକେ ବଡ଼ ଧରଣର ଗଣ ଆନ୍ଦୋଳନ ବା ରାସ୍ତାରୋକ ପର୍ଯ୍ୟନ୍ତ ଆମର ତ ଥିଲା ହବାର। ଆଉ କଲେକ୍ଟର ମହୋଦୟଙ୍କ ବା କୃଷକ ମୋର୍ଚ୍ଚା ସଭାପତି ଆଉ ଡିଆର୍ସିଏସ୍ଙ୍କ ମିଳିତ ପ୍ରୟାସରେ ଆଜି ପ୍ରତ୍ୟାହାର ଆମେ କଲୁ। ଯଦି ପ୍ରତ୍ୟାହାର ର ଉଦ୍ଦେଶ୍ୟ ଏଇଆ ଥିଲା ଆଉ।